If you don't feel happy, always remember somebody else is happy just because you exist. ସମସ୍ତଙ୍କୁ ଜୟ ଜଗନ୍ନାଥ। ମୁଁ ସ୍ୱାଗତ କରୁଛି ମୋ ଚ୍ୟାନେଲକୁ ସସ୍ମିତା ବ୍ଲଗକୁ। ଆଜି ହେଉଛି ଶ୍ରାବଣ ମାସର ଦ୍ୱିତୀୟ ସୋମବାର। ତ ଆମେ ପାଣି ଢାଳିବାର ଅଛି ଆଜି। ସେଥିପାଇଁ ଦେଖିପାରୁଥିବେ ମୁଁ ଅଲରେଡ଼ି ବେଲପତ୍ର ଫୁଲ ତୋଳୁଛି। ତ ମୁଁ ଆଜି ସେ ମନ୍ଦିର ବିଷୟରେ କିଛି କହିବି। ଆମେ ଯେଉଁଠି ପାଣି ଢାଳିବୁ ଆମରି ପାଖ ମନ୍ଦିର, ଆମେ ଏଇଠୁ ଚାଲି ଚାଲି ପଳେଇବୁ, କିନ୍ତୁ ସେ ମନ୍ଦିରରେ କିଛି ରହସ୍ୟ ଅଛି ଯାହାକି ଆମେ କେହି ବାଗେଇନୁ। ସିଏ ସ୍ୱୟଂ ନିଜେ ବାହାରିଛନ୍ତି, ଯେଉଁଠି ପାତାଳରୁ ସେ ଠାକୁର ବାହାରିଛନ୍ତି। ତ ମୁଁ ସେ ମନ୍ଦିର ଦେଖେଇବି। ଇଏ ହେଉଛି ଆମ ରାସ୍ତା। ତ ଚାଲନ୍ତୁ ଆରମ୍ଭ କରିଦେବା। ଏଇଟା ଆମର ଗଲା ବର୍ଷ ଢଳା ହେଇଥିଲା ଫାଷ୍ଟ, ତାପରେ ଏଇଟା ଆମର ସେକେଣ୍ଡ ଥର ଢାଳିବୁ ପାଣି। ତ ବହୁତ ଖୁସି ଲାଗୁଛି। ସତ କଥା କହିବାକୁ ଗଲେ ଶିବଙ୍କର ଶକ୍ତି, ଶିବଙ୍କର କିଛି ଅଲଗା ଶକ୍ତି ହିଁ ଥାଏ। ଆଉ ସମସ୍ତଙ୍କ ପାଖରେ ଗୋଟେ ଭକ୍ତିର ଗୋଟେ କୁହନ୍ତିନି ଶକ୍ତି ଥାଏ। ପ୍ରତ୍ୟେକ ଭକ୍ତିରେ କିଛି ଶକ୍ତି ଥାଏ। ଆଉ କିଛି ଯୋଉଟାକି ଦେଖନ୍ତୁ, ଆମର ନଈ, ଯୋଉଟାକି ଏଇଟା ହେଉଛି ବୈତରଣୀ ନଈ। ଆପଣମାନେ ସମସ୍ତେ ଶୁଣିଥିବେ ବୁଢ଼ା ବୈତରଣୀ। ଇଏ ହେଉଛି ଆମର ବୁଢ଼ା ବୈତରଣୀ ନଦୀ। ତ ସେଇଠି ଆମେ ପାଣି ଉଠେଇବୁ। ଆମ ମନ୍ଦିର ପାଖରେ ଜଷ୍ଟ ଆମେ ବନ୍ଧ ହେଇଛି, ବନ୍ଧ ତଳକୁ ଖସିଲେ ଆମର ନଈ ଆସିବ, ବୈତରଣୀ ନଦୀ ଆସିବ। ଆଉ ବନ୍ଧକୁ ଉଠିକି ଏପଟେ ଖସିଲେ ଆମର ଶିବ ମନ୍ଦିର ଆସିବ। ତ ନଈ ବଢ଼ି ହେଇଛି। ସବୁଠାରୁ ଇଣ୍ଟରେଷ୍ଟ କଥା ହେଉଛି କି ନଈ, ଆମେ ଜଷ୍ଟ ପାଣି ଢାଳିକି ଆସିଛୁ, ଦେଖିପାରୁଥିବେ ପାଣିର ମାହୋଲଟା ଏବେ କେମିତି ଅଛି। ଜଷ୍ଟ ଆମେ ପାଣି ଢାଳିକି ଆସିଛୁ, ମାନେ ନଈ ତାପରେ ନଈ ବଢିକି, ମାନେ ଦେଖନ୍ତୁ ତଳେ ଏଟା ଅଛି, ଏଇ ଯୋଉ ପାଣିଟା ତଳେ ଅଛି। ଆମେ ସେଇଠି ଆମେ ଢାଳିଥିଲୁ। ଅନ୍ୟ ଆଡୁ ସମସ୍ତେ ଆସନ୍ତି, ଖାସ କରିକି ବହୁତ ପଦା ଜାଗାରେ ଆସନ୍ତି, କାରଣ ଏଟା ପାତାଳରୁ ଏଇ ଠାକୁର ବାହାରିଛନ୍ତି। ତ ସେଥିପାଇଁ ବହୁତ ଆଡୁ ଆସନ୍ତି। ସେଠି ଆମର ବ୍ରାହ୍ମଣ ଅଲରେଡି ଥାଆନ୍ତି, 5-6 ଜଣ ଅଧିକ ଥାଆନ୍ତି ଗୋଟେ ଗୋଟେ ସାଇଡରେ। ପୁରା ସେ ସାଇଡରେ ବହୁତ ଲୋକ ଆସନ୍ତି। ସୋମବାର ସକାଳୁ ସେ ମନ୍ଦିର ଆଉ ଜାଗା ହିଁ ରହେନି, ମାନେ ବହୁତ ଆଡୁ ଲୋକ ଆସନ୍ତି। ତ ଆମର ପୂଜା ହଉଛି। ଆଉ ସବୁଠାରୁ ଇଣ୍ଟରେଷ୍ଟ କଥା, ଆମେ ପୂଜା କରିକି ଆସିଛୁ, ତାପରେ ନଈ ଏତେ ବଢିଛି। ନଈ ତ ଦେଖୁଥିବେ ତଳେ ଅଛି, ପୁରା ମାନେ ବନ୍ଧ ପାଖାପାଖି, ମାନେ ସରି, ବନ୍ଧ ପୁରା ଫୁଲ ହେଇଯାଇଛି। ବନ୍ଧକୁ ଉଠିବା ପାଇଁ ଜଷ୍ଟ ଆଉ କେତେ ପାଉଣ୍ଡ କୁହନ୍ତିନି, ତ ସେତିକି ଥିଲା। ଯାହା ହଉ ଠାକୁରଙ୍କର ଦୟା, ଆମେ ପାଣି ଢାଳି ଦେଇକି ଆସିଛୁ, ନହେଲେ ଆଉ ଢାଳି ପାରିନଥାନ୍ତୁ ପାଣି। ଦେଖ, ଏଇ ଯୋଉ ପାହାଚ ଯେତିକି ଦେଖିଲେ, ସେଇ ପାହାଚ ସବୁ ବୁଡିକି ମାନେ ବନ୍ଧକୁ ପୁରା ଉଠିବାକୁ ଆଉ ଅଳ୍ପ ଥିଲା। ଇଏ ହଉଛି ଆମ ବନ୍ଧ। ଏଇଠି ଜଷ୍ଟ ଦେଖ, ଚାଲିକି ଆସିଲୁ, ଜଷ୍ଟ ଇଏ ହଉଛନ୍ତି ଆମର ଶିବ ମନ୍ଦିର। ଶିବ ମନ୍ଦିର ବହୁତ ଏଠି ଧୀରେ ଧୀରେ ଏତେ ଡେଭଲପମେଣ୍ଟ ହେଲାଣି, ଠାକୁରଙ୍କର ଦୟା, ବହୁତ ଡେଭଲପମେଣ୍ଟ, ଆଗଠାରୁ ବହୁତ ଡେଭଲପମେଣ୍ଟ ହେଲାଣି। ଆଉ ଖାସ କରି ଏଠି ସମସ୍ତଙ୍କର ବିଶ୍ୱାସ ଥାଏ, ଏଠି କିଛି ଗୋଟେ ଦୈବିକ ଶକ୍ତି ଯେମିତି ଥାଏ, ତ ସେମିତି। ସେଥିପାଇଁ ଏଠି ବହୁତ ପ୍ରକାରର ମାନେ ସବୁ ସୁବିଧା ଅଛି। ଏଠି ବାହାଘର ହୁଏ, ଏଠି ଆମର ସବୁ କିଛି ହଉଛି। ଆଉ ଯାହା ବି ମାନସିକ କରିଥିବେ ନିଶ୍ଚିତ ଭାବରେ ପୂରଣ ହଉଛି। ଦେଖ, ଆମେ ଯେତେବେଳେ ପାଣି ଉଠେଇକି ଆଣି ସାରିଲୁ, ଏଠି 7 ଘେରା ବୁଲୁ। ଯୋଉ ଆମର ମନ୍ଦିର ଅଛି ତା ଚାରି କଡରେ ଆମେ 7 ଘେରା ବୁଲିଥାଉ। କେତେ ସୁନ୍ଦର ଲାଗେ ନା? ଗୋଟେ ଠାକୁର, ମାନେ ଯେକୌଣସି ହଉ, ଆମ ମନରେ ଯଦି ଠାକୁରଙ୍କ ପ୍ରତି ଆସିଲା କିଛି ଭାବନା, ତାହେଲେ ଆମ ମାନସିକ, ଆମର ସବୁ କିଛି ସୁନ୍ଦର ଲାଗିଥାଏ। ଆମର ସେ ଚାରି ପାଖ ସବୁ ବହୁତ କିଛି ସୁନ୍ଦର ଲାଗିଥାଏ। ଦେଖ, ଆମର ଯୋଉ ମନ୍ଦିରର ଚାରି ପାଖ ଦେଖ, ଏଇଠି ଦେଖ, ଆମର ଯୋଉ ଗୋଟେ ଦେଖିଲେ ଏଇଠି, ଯୋଉଟା କି ନଈ ବଢିଲେ ପୁରା ପାଣି ଫୁଲ ହେଇଯାଏ, କାରଣ ଏଟା ପାତାଳରୁ ବାହାରିଛନ୍ତି ନା ସେ ଠାକୁର। ସେ ପାତାଳରୁ ପାଣି ପୁରା ଫୁଲ ହେଇକି, ଦେଖୁଥିବେ ଯୋଉ ମନ୍ଦିର, ସେ ଯୋଉ ଠାକୁରଙ୍କ ଭିତରେ ମୁଁ ଦେଖେଇବି, ତ ସେଟା ପୁରା ଫୁଲ ହେଇକି ସେଠୁ ପାଣି ବାହାରିଯାଏ। ଆମର ଦେଖ, ପଦାରେ ଏଠି ଗୋଟେ ବଉଳା ଗଛ ଅଛି। ବଉଳା ଗଛ ମାନେ ବହୁତ ବର୍ଷ ପୁରୁଣାର ଏ ବଉଳା ଗଛ। ଆଉ ବହୁତ ଖୁସି ଲାଗୁଛି। ଆମର ଯେତେବେଳେ 7 ଘେରା ହେଇଯିବ, ଆମେ ଯେତେବେଳେ ବୁଲୁଛୁ, ଆମର ଫାଇନାଲ ଯେତେବେଳେ ହେଇଯିବ, ଆମେ ଲାଷ୍ଟରେ ପାଣି ଢାଳିବୁ। ଆମେ ବାହୁଙ୍ଗି, ଆପଣ ମାନେ ସମସ୍ତେ ଭାବୁଥିବେ କି ବାହୁଙ୍ଗି ନାହିଁ, ଆମ ଗାଁ ମନ୍ଦିର ପାଖରେ ସେଇଠି
ତ ଆମେ କଳସୀରେ ଗୋଟିଏ ଗୋଟିଏ କଳସୀ ଧରିକି ଢାଳୁ। ଫାଇନାଲ ଆମର ସାତଘେରା ହେଇଗଲା। ଏଇଠି ଆମର ବ୍ରାହ୍ମଣ ନନା ଅଛନ୍ତି। ତ ଏଇଠି ଦେଖିପାରୁଥିବେ ମାନେ ଅଲରେଡି କେତେ ଢାଳିକି ଗଲେଣି। ଏଇଠି ଆମେ ଢାଳୁ। ସେଠି ଆମର ପୂଜା ହେଇସାରିଲା ପରେ ଆମେ ମନ୍ଦିର ଭିତରକୁ ଯାଇକି ଠାକୁରଙ୍କୁ ପ୍ରଣାମ କରୁ। ଆମ ଭୋଗରାଗ ଯାହା କରିବା କଥା କରୁ, ଆଉ ଦୀପ ବୁଲଉ। ବହୁତ ସୁନ୍ଦର ଲାଗେ। ସେ ସ୍ଥାନଟାରେ ବସିଲେ ହିଁ ଆମକୁ ବହୁତ ଖୁସି ଲାଗେ। ଏଠି ଖାଲି ଶ୍ରାବଣ ମାସରେ ନୁହେଁ, ଆମର ଯୋଉ ଆମର ଯୋଉ ଶ୍ରାବଣ ମାସର ପୁରା ମାସ ସାରା ଏଠି ଶ୍ରାବଣ ହିଁ ହୁଏ। ଆଉ ଶିବ ପାର୍ବତୀ ଯୋଉଠି ଠାକୁର ମୁଁ ଦେଖେଇବି ତାଙ୍କର ବିବାହ ହୁଏ। ବହୁତ ସୁନ୍ଦର ହୁଏ ସେଠି। ମୁଁ ତ କହିପାରିବିନି ଆଉ କୋଉଠି କଣ କେମିତି ହୁଏ, କିନ୍ତୁ ଏଠି ଆମର ବହୁତ ହିଁ ବଢିଆ ହୁଏ। ତ ଦେଖିପାରୁଥିବେ ଏଠି ସବୁ ସିଷ୍ଟମ ଅଛି। ଆମେ ଯୋଉ ମନ୍ଦିର ଭିତରେ ଅଛନ୍ତି, ଠାକୁର ଅଛନ୍ତି, ସେଠି ଦେଖନ୍ତୁ ଏଇ ଯୋଉ ଶିବ ପାର୍ବତୀ ଅଛନ୍ତି, ମା ଆଉ ମାନେ ଅଛନ୍ତି ଯୋଉ ପାର୍ବତୀ ଆଉ ଶିବ ଠାକୁର ଅଛନ୍ତି, ତାଙ୍କର ବିବାହ ହୁଏ। ପ୍ରତ୍ୟେକ ବର୍ଷ ବିବାହ ହୁଏ। ତାଙ୍କର ସୁନା ଗହଣା ସବୁ ଅଛି। ଯେମିତି ଆମର ପାରମ୍ପରିକ ଅନୁସାରେ ଯୋଉ ବିବାହ ହୁଏ, ତ ଏଠି ମଧ୍ୟ ସେମିତି ହିଁ ହୋଇଥାଏ। ତ ଫାଇନାଲି ଆମର ସରିଗଲା। ଏବେ ଆମେ ଘରକୁ ଯାଉଛୁ। ଆମେ ଗଲାବେଳେ ଯାଇଥିଲୁ ସେପଟେ ଦେଇକି ଯାଇଥିଲୁ ରାସ୍ତା ବାଟେ, ତ ଆସିଲା ବେଳେ ଆମ ବନ୍ଧ ବାଟେ ଦେଇକି ଆସିଲୁ। ଫାଇନାଲି ମୁଁ ଆପଣ ମାନଙ୍କୁ ଦେଖେଇବି। ଇଏ ହଉଛି ମାନେ କେତେ ବର୍ଷ ତଳେ ଆମେ ମୁଁ ଆଉ ଏଠି ଯାଇନଥିଲି। ମାନେ କେତେ ଆମର ବାହାରକୁ ପଳେଇ ଆସିଛୁ ଉଠିକି। ହେଇଗଲାଣି ପ୍ରାୟ 15 ବର୍ଷ ତଳେ ଆମେ ସେ ରାସ୍ତା ଯାଇଥିଲୁ। ଫାଇନାଲି ଆଜି ଦେଖୁଛି ବହୁତ ଖୁସି ଲାଗୁଛି। ପୁଣି ସେଠୁ ଆସିକି ଆମ ଯୋଉ ଗାଁ ପାଖର କଥା କହୁଛି, ଆମେ ତ ଉଠି ଆସିଛୁ ନା, ତ ଗାଁ ପାଖରେ ଯୋଉ ନଈ ଥିଲା ସେଠି ଆମେ ଟିକେ ଗାଧେଇଲୁ। ସମସ୍ତେ ଗାଧେଇଲେ। ତାଙ୍କୁ ଫାଷ୍ଟ ଆମେ ଟିକେ ଗାଧେଇଥିଲୁ, ଫାଷ୍ଟ ଯୋଉଠି ଠାକୁରଙ୍କୁ ପାଣି ଢାଳିଥିଲୁ, ପୁଣି ଆଉଥରେ ଆସିକି ଗାଧେଇଲୁ। ବହୁତ ଖୁସି ଲାଗିଲା। ନଈରେ ଆସି ସାରିଲା ପରେ ତ ନଈ ବଢିକି ପୁରା ଫୁଲ ହେଇଲା। ଏଇ ଜାଗା ସବୁ ପୁରା ନଈ ପାଣିରେ ପୁରା ପରିପୂର୍ଣ୍ଣ ହେଇଥିଲା। ଏଇଟା ଆମର ପୋଲ। ଏଇ ପୋଲରେ 10 ବର୍ଷ ତଳର କଥା କହୁଛି, ଆମେ ଯାଉ ସବୁ ସାଙ୍ଗ ହେଇକି, ସାଙ୍ଗମାନେ ଏଠି ବସୁ। କାହିଁ ସେ ଦିନ କୁଆଡେ ପଳେଇଲାଣି। ହାରାହାରି ଆମ 15 ବର୍ଷ ହେଇଗଲା। ଇଏ ହଉଛନ୍ତି ଆମ ମା ଗ୍ରାମ ଦେବତୀ। ସେଇ ଆମ ରାସ୍ତା କଡରେ ଆମ